ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 1 ଜିରୁସାଲମରୁ ସମ୍ବାଦ। ହଖଲିଆର ପୁତ୍ର ନିହିମିୟାଙ୍କର ବାକ୍ୟ। 20ତମ ବର୍ଷର କ୍ଲିସେବ ମାସରେ ମୁଁ ସୁସନ ରାଜଧାନୀରେ ଥିଲି। ତହିଁରେ ହନାନୀ ନାମରେ ମୋହର ଭ୍ରାତୃଗଣ ମଧ୍ୟରୁ 1 ଜଣ ଓ ଜିହୁଦାରୁ କେତେକ ଲୋକ ଆସିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦିତ୍ୱରୁ ରକ୍ଷାପ୍ରାପ୍ତ ଅବଶିଷ୍ଟ ଜିହୁଦିଆମାନଙ୍କ ବିଷୟରେ ଓ ଜିରୁସାଲମ ବିଷୟରେ ପଚାରିଲି। ସେତେବେଳେ ସେମାନେ ମୋତେ କହିଲେ, ବନ୍ଦିତ୍ୱରୁ ରକ୍ଷାପ୍ରାପ୍ତ ସେହି ପ୍ରଦେଶର ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି। କାରଣ ଜିରୁସାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି। ନିହିମିୟାଙ୍କ ପ୍ରାର୍ଥନା। ତହୁଁ ମୁଁ ଏହି କଥା ଶୁଣିବା ମାତ୍ରେ ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି। ପୁଣି ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି, ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ମୁଁ ତୁମ୍ଭ ବିରୁଦ୍ଧରେ ଆମ୍ଭମାନଙ୍କ କୃତ ଇସ୍ରାଏଲ ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣ ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ। ମୁଁ ଓ ମୋହର ପିତୃବଂଶ ହିଁ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରିଅଛୁ ଓ ତୁମ୍ଭେ ଆପଣା ଦାସ ମୋସାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହା ସବୁ ଆମ୍ଭେମାନେ ପାଳନ କରିନାହୁଁ। ତୁମ୍ଭେ ଆପଣା ଦାସ ମୋସାଙ୍କୁ ଆଜ୍ଞା କରି କହିଥିଲ, ତୁମ୍ଭେମାନେ ସତ୍ୟ ଲଙ୍ଘନ କଲେ ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା। ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ଫେରିବ ଓ ଆମ୍ଭ ଆଜ୍ଞା ପାଳନ କରି ତଦନୁଯାୟୀ କର୍ମ କରିବ, ତେବେ ତୁମ୍ଭମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତ ସୀମାରେ ଥିଲେ ହେଁ ଆମ୍ଭେ ସେଠାରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା। ବିନୟ କରୁଅଛି, ଆପଣାର ଏହି କଥା ସ୍ମରଣ କର। ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ। ତୁମ୍ଭେ ଏମାନଙ୍କୁ ଆପଣାର ମହାପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ। ହେ ପ୍ରଭୋ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ। ଆଉ ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର। ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ। ଏ ସମୟରେ ମୁଁ ରାଜାଙ୍କର ପାନପାତ୍ର ବାହକ ଥିଲି। ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 2 ନିହିମିୟା ଜିହୁଦାକୁ ପ୍ରେରିତ। ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ୱର 20ତମ ବର୍ଷରେ ନିସନ ମାସରେ ଏପରି ଘଟିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ କେବେ ଦୁଃଖିତ ହୋଇନଥିଲି। ଏଥିରେ ରାଜା ମୋତେ ପଚାରିଲେ, ତୁମ୍ଭେ ତ ପୀଡ଼ିତ ହୋଇନାହଁ, କାହିଁକି ତୁମ୍ଭର ମୁଖ ବିବର୍ଣ୍ଣ ହୋଇଅଛି? ଏହା ମନର ଦୁଃଖ ବିନୁ ଆଉ କିଛି ନୁହେଁ। ତହିଁରେ ମୁଁ ଅତିଶୟ ଭୀତ ହେଲି। ପୁଣି ମୁଁ ରାଜାଙ୍କୁ କହିଲି, ମହାରାଜ ଚିରଜୀବୀ ହେଉନ୍ତୁ। ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବରସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ସେତେବେଳେ କାହିଁକି ମୋହର ମୁଖ ବିବର୍ଣ୍ଣ ନୋହିବ? ଏଥିରେ ରାଜା ମୋତେ କହିଲେ, ତେବେ ତୁମ୍ଭେ କି ବିଷୟରେ ନିବେଦନ କରୁଅଛ? ତହୁଁ ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି। ପୁଣି ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଜିହୁଦା ଦେଶକୁ ମୋହର ପିତୃଲୋକଙ୍କ କବର ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ। ତହିଁରେ ମୁଁ ତାହା ନିର୍ମାଣ କରିବି। ତହୁଁ ରାଜା ମୋତେ ପଚାରିଲେ ମଧ୍ୟ, ରାଣୀ ତାଙ୍କ ପାଖରେ ବସିଥିଲେ, ତୁମ୍ଭ ଯାତ୍ରା କେତେ ଦିନ ଲାଗିବ ଓ ତୁମ୍ଭେ କେବେ ଫେରି ଆସିବ? ଏହି ରୂପେ ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲା ପରେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେଲେ। ଆହୁରି ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜାଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଜିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ି ଦିଅନ୍ତି, ଏଥିପାଇଁ ସେମାନଙ୍କ ନିକଟକୁ ମୋତେ ପତ୍ର ଦିଆଯାଉ। ଆଉ ମନ୍ଦିର ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର ପ୍ରାଚୀର ଓ ମୋହର ପ୍ରବେଶ ଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜାଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ। ତହିଁରେ ମୋ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।
ଜିରୁସାଲମ ପ୍ରାଚୀର ନିରୀକ୍ଷଣ। ଏହାପରେ ମୁଁ ନଦୀ ସେପାରିର ଦେଶାଧ୍ୟକ୍ଷମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ରାଜାଙ୍କ ପତ୍ର ଦେଲି। ଆହୁରି ରାଜା ମୋ ସଙ୍ଗେ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଥିଲେ। ମାତ୍ର ଇସ୍ରାଏଲ ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ଫରୋନୀୟ ସନବଲ୍ଲଟ ଓ ଅମନ୍ୟ ଦାସ ଟୋବିୟ ଅତିଶୟ ସନ୍ତୁଷ୍ଟ ହେଲେ। ଏହି ରୂପେ ମୁଁ ଜିରୁସାଲାମରେ ଉପସ୍ଥିତ ହୋଇ ସେଠାରେ 3 ଦିନ ରହିଲି। ତହୁଁ ରାତ୍ରିରେ ମୁଁ ଓ ମୋ ସଙ୍ଗେ କେତେକ ଲୋକ ଉଠିଲୁ। ପୁଣି ମୋର ପରମେଶ୍ୱର ଜିରୁସାଲାମ ନିମନ୍ତେ ଯାହା କରିବାକୁ ମୋର ମନରେ ପ୍ରବୃତ୍ତି ଦେଇଥିଲେ ତାହା ମୁଁ କାହାକୁ ଜଣାଇଲି ନାହିଁ। ଆଉ ମୁଁ ଯେଉଁ ପଶୁ ଉପରେ ଚଢ଼ିଥିଲି ତାହା ଛଡ଼ା ଅନ୍ୟ ପଶୁ ମୋ ସଙ୍ଗରେ ନଥିଲା। ପୁଣି ମୁଁ ରାତ୍ରିରେ ବାହାରି ଉପତ୍ୟକା ଦ୍ୱାର ଦେଇ ନାଗକୂପ ଓ ଖତଦ୍ୱାର ପର୍ଯ୍ୟନ୍ତ ଗଲି ଓ ଜିରୁସାଲାମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିରେ ଦଗ୍ଧ ହୋଇଥିବା ଦ୍ୱାର ସବୁ ଦେଖିଲି। ତହୁଁ ମୁଁ ନିର୍ଝର ଦ୍ୱାର ଓ ରାଜାଙ୍କର ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି। ମାତ୍ର ସେଠାରେ ମୋର ବାହନ ପଶୁର ଯିବାର ସ୍ଥାନ ନଥିଲା। ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଊର୍ଦ୍ଧ୍ୱକୁ ଗମନ କରି ପ୍ରାଚୀର ଦେଖିଲି। ତହୁଁ ମୁଁ ବୁଲି ଉପତ୍ୟକା ଦ୍ୱାର ଦେଇ ପ୍ରବେଶ କରି ଫେରି ଆସିଲି। ମାତ୍ର ମୁଁ କେଉଁଆଡ଼େ ଗଲି ଓ କ'ଣ କଲି ଏହା ଅଧ୍ୟକ୍ଷମାନେ ଜାଣିଲେ ନାହିଁ। ଆଉ ସେ ପର୍ଯ୍ୟନ୍ତ ମୁଁ ଜିହୁଦୀୟମାନଙ୍କୁ କି ଯାଜକମାନଙ୍କୁ କି କୁଳୀନମାନଙ୍କୁ କି ଅଧ୍ୟକ୍ଷମାନଙ୍କୁ କି ଅନ୍ୟ କର୍ମଚାରୀମାନଙ୍କୁ ତାହା ଜଣାଇ ନଥିଲି। ଏହାପରେ ମୁଁ ସେମାନଙ୍କୁ କହିଲି, ଆମ୍ଭେମାନେ କି ପ୍ରକାର ମନ୍ଦ ଅବସ୍ଥାରେ ଅଛୁ। ଜିରୁସାଲମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମ୍ଭେମାନେ ଦେଖୁଅଛ। ଆସ, ଆମ୍ଭେମାନେ ଯେପରି ଆଉ ନିନ୍ଦାର ପାତ୍ର ନହିବା ଏଥିପାଇଁ ଜିରୁସାଲମର ପ୍ରାଚୀର ନିର୍ମାଣ କରୁ। ତହୁଁ ମୋ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତ ବିଷୟ ମଧ୍ୟ ମୋ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତହିଁରେ ସେମାନେ କହିଲେ, ଆସ, ଆମ୍ଭେମାନେ ଉଠି ନିର୍ମାଣ କରିବା। ଏହି ରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣମାନଙ୍କ ହସ୍ତ ସବଳ କଲେ। ମାତ୍ର ହରୋଣୀୟ ସନବଲଟ ଓ ଅମନୀୟ ଦାସ ଟୋବିୟ ଓ ଆରବୀୟ ଗେସମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ? ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି ଯେ ସ୍ୱର୍ଗସ୍ଥ ପରମେଶ୍ୱର ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ। ଆମ୍ଭେମାନେ ତାହାଙ୍କର ଦାସ, ଏଥିପାଇଁ ଉଠି ନିର୍ମାଣ କରିବୁ। ମାତ୍ର ଜିରୁସାଲମରେ ତୁମ୍ଭମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତି ଚିହ୍ନ ନାହିଁ। ନେହେମିୟାଙ୍କ ପୁସ୍ତକ ଅଧ୍ୟାୟ 3। ଜିରୁସାଲମ ପ୍ରାଚୀର ପୁନଃନିର୍ମାଣ। ଏହାପରେ ଇଲିଆସିବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ। ସେମାନେ ତାହା ପବିତ୍ର କରି ତହିଁର କବାଟ ସବୁ ସ୍ଥାପନ କଲେ। ଅମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ। ତାହାଙ୍କ ନିକଟରେ ଜିରିହୋର ଲୋକମାନେ ଗଢ଼ିଲେ ଓ ସେମାନଙ୍କ ନିକଟରେ ଇମିରିର ପୁତ୍ର ଶକୁର ଗଢ଼ିଲା। ଆଉ ହସନାୟାର ସନ୍ତାନଗଣ ମତ୍ସ୍ୟ ଦ୍ୱାର ଗଢ଼ିଲେ। ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ କିଳିନୀ ଓ ଅର୍ଗଳ ସବୁ ଲଗାଇଲେ। ପୁଣି ସେମାନଙ୍କ ନିକଟରେ ହକ୍କୋସର ପୌତ୍ର ଉରିୟର ପୁତ୍ର ମରେମୋତ ମରାମତି କଲା। ଆଉ ସେମାନଙ୍କ ନିକଟରେ ମଶେସ ବେଲର ପୌତ୍ର ବେରିଖିୟର ପୁତ୍ର ମସୁଲମ ମରାମତି କଲା। ଆଉ ସେମାନଙ୍କ ନିକଟରେ ବାନାର ପୁତ୍ର ସାଦକ ମରାମତି କଲା। ପୁଣି ସେମାନଙ୍କ ନିକଟରେ ତକୋୟ ନଗରର ଲୋକମାନେ ମରାମତି କଲେ। ମାତ୍ର ସେମାନଙ୍କର ଦଳପତିମାନେ ଆପଣାମାନଙ୍କ ନେତାଙ୍କ କର୍ମ କରିବାକୁ ରାଜି ହେଲେ ନାହିଁ। ଆଉ ପାସେହର ପୁତ୍ର ଜିହୋୟାଦା ଓ ବସୁଦିଆର ପୁତ୍ର ମସୁଲମ ପୁରାତନ ଦ୍ୱାରର ମରାମତି କଲେ। ସେମାନେ ତହିଁର କଡ଼ି ଚଢ଼ାଇଲେ, ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ସବୁ ଲଗାଇଲେ। ପୁଣି ସେମାନଙ୍କ ନିକଟରେ ଗିବିୟନୀୟ ମୋଲାଟିୟ ଓ ମେରୋଣଥୀୟ ଯାଦନ ଲୋକମାନେ ମରାମତି କଲେ। ସେମାନେ ଗିବିୟନ ଓ ମିସ୍ପା ନଗରର ମୁଖ୍ୟ ଥିଲେ। ନଦୀ ସେପାରିସ୍ଥ ମିସ୍ପା ଦେଶାଧ୍ୟକ୍ଷର ସ୍ଥାନ ଥିଲା। ତାହା ନିକଟରେ ସ୍ୱର୍ଣ୍ଣକାରମାନେ ହରହୟର ପୁତ୍ର ଉସିଏଲ ମରାମତି କଲେ। ଆଉ ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ମରାମତି କଲା। ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଜିରୁସାଲାମ ଦୃଢ଼ କଲେ। ସେମାନଙ୍କ ନିକଟରେ ଜିରୁସାଲାମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଉରର ପୁତ୍ର ରଫାୟ ମରାମତି କଲା। ଆଉ ସେମାନଙ୍କ ନିକଟରେ ହରୁମଫର ପୁତ୍ର ଜିଦାୟ ଆପଣା ଗୃହ ସମ୍ମୁଖରେ ମରାମତି କଲା। ତାହା ନିକଟରେ ହସବନିୟର ପୁତ୍ର ହଟୁସ ମରାମତି କଲା। ହିରାମର ପୁତ୍ର ମଲକିୟ ଓ ପହତ ମୟାବର ପୁତ୍ର ହସୁବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗର ମରାମତି କଲେ। ତାହା ନିକଟରେ ଜିରୁସାଲାମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେସର ପୁତ୍ର ସଲ୍ଲୁମ ଓ ତାହାର କନ୍ୟାମାନେ ମରାମତି କଲେ। ହାନୁନ ଓ ସାନହ ନିବାସୀମାନେ
ଉପତ୍ୟକ ଦ୍ୱାରର ମରାମତି କଲେ। ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, କିଳିନି ଓ ଅର୍ଗଳ ସବୁ ଲଗାଇଲେ। ଆଉ ଖତଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର 1000 ହାତ ଦୃଢ଼ କଲେ। ପୁଣି ବେଥ୍ ହକେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍କିୟ ଖତଦ୍ୱାରର ମରାମତି କଲା। ସେ ତାହା ଗଢ଼ିଲା ଓ ତହିଁର କବାଟ, କିଳିନି ଓ ଅର୍ଗଳ ସବୁ ଲଗାଇଲା। ପୁଣି ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲହୋସିର ପୁତ୍ର ସଲୁନ୍ ନିର୍ଝର ଦ୍ୱାରର ମରାମତି କଲା। ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, କିଳିଣି ଓ ଅର୍ଗଳ ସବୁ ଲଗାଇଲା। ପୁଣି ଦାଉଦ ନଗରରୁ ତଳକୁ ଯିବା ପାହାଚ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ସେଲା ପୁଷ୍କରିଣୀ ପ୍ରାଚୀର ମରାମତି କଲା। ତାହା ନିକଟରେ ବେତ୍‌ସୁର୍ ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସବୁକର ପୁତ୍ର ନିହିମିଆ ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲା। ପ୍ରାଚୀର ନିର୍ମାଣ କାର୍ଯ୍ୟ କରିଥିବା ଲେବୀୟମାନେ। ତାହା ନିକଟରେ ଲେବୀୟମାନେ ଅର୍ଥାତ୍ ବାନିର ପୁତ୍ର ରହୁମ ମରାମତି କଲା। ତାହା ନିକଟରେ କିଲା ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସବିୟ ଆପଣା ପ୍ରଦେଶ ପକ୍ଷରେ ମରାମତି କଲା। ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ ଅର୍ଥାତ୍ କିଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହେନାଦଦର ପୁତ୍ର ବବୟ ମରାମତି କଲା। ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଜେସୁୟର ପୁତ୍ର ଏସର ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ମରାମତି କଲା। ତାହା ନିକଟରେ ସବୟର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଆସିବ୍ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା। ତତ୍ପରେ ହକୋସ୍ର ପୌତ୍ର ଉରିୟର ପୁତ୍ର ମରେମୋତ୍ ଇଲିଆସିବ୍ର ଗୃହଦ୍ୱାରଠାରୁ ଇଲିଆସିବ୍ର ଗୃହପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା। ପ୍ରାଚୀର ନିର୍ମାଣ କରିଥିବା ଯାଜକମାନେ। ପୁଣି ପ୍ରାନ୍ତର ବାସୀ ଯାଜକମାନେ ମରାମତି କଲେ। ସେମାନଙ୍କ ଉତ୍ତାରେ ବିନ୍ୟାମିନ୍ ଓ ହସୁବ୍ ଆପଣମାନଙ୍କ ଗୃହ ସମ୍ମୁଖରେ ମରାମତି କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୁତ୍ର ମାସେୟର ପୁତ୍ର ଅସରିୟ ଆପଣା ଗୃହ ନିକଟରେ ମରାମତି କଲା। ହେନାଦଦର ପୁତ୍ର ବିନୁଇ ଅସରିୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା। ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ମରାମତି କଲା। ତାହାଙ୍କ ପରେ ପରିୟସର ପୁତ୍ର ପଦାୟ ମରାମତି କଲା। ଏହି ସମୟରେ ଓଫଲରେ ବାସ କରୁଥିବା ନଥିନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ମରାମତି କଲେ। ଅନ୍ୟ ନିର୍ମାଣକାରୀମାନେ। ତାହାପରେ ତକୁୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲେ। ଯାଜକମାନେ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପର ଭାଗର ମରାମତି କଲେ। ସେମାନଙ୍କ ପରେ ଇମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି ତାହାପରେ ପୂର୍ବ ଦ୍ୱାରପାଳ ସଖନିୟର ପୁତ୍ର ସମୟୀୟ ମରାମତି କଲା। ତାହାପରେ ସେଲିମିୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୁନ୍ ଅନ୍ୟ ଏକ ଅଂଶର ମରାମତି କଲେ। ତାହାପରେ ବେରିଖିୟର ପୁତ୍ର ମସୁଲମ୍ ଆପଣା କୋଠରୀ ସମ୍ମୁଖରେ ମରାମତି କଲା। ତାହାପରେ ମଲ୍କିୟ ନାମକ ଜଣେ ସ୍ୱର୍ଣ୍ଣକାର ଅମିପ୍କ ଦ୍ୱାରର ସମ୍ମୁଖସ୍ଥ ନଥିନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ ଆଉ କୋଣର ଉଠାଣି ପର୍ଯ୍ୟନ୍ତ ମରାମତି କଲା। ପୁଣି କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ମରାମତି କଲେ। ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 4। ନିର୍ମାଣ କାର୍ଯ୍ୟରେ ପ୍ରତିବାଧା। ମାତ୍ର ଆମ୍ଭେମାନେ ପ୍ରାଚୀର ଗଢ଼ୁଅଛୁ ବୋଲି ଶୁଣି ସନ୍ବଲ୍ଲଟ୍ କୁପିତ ଓ ଅତିଶୟ ବିରକ୍ତ ହୋଇ ଜିହୁଦୀୟମାନଙ୍କୁ ପରିହାସ କଲା। ଆଉ ସେ ଆପଣା ଭ୍ରାତୃଗଣ ଓ ସମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, ଏହି ଦୁର୍ବଳ ଜିହୁଦୀୟମାନେ କ'ଣ କରୁଅଛନ୍ତି? ସେମାନେ କ'ଣ ଗଡ଼ବନ୍ଦୀ କରି ରହିବେ? ସେମାନେ କ'ଣ ବଳିଦାନ କରିବେ? ସେମାନେ କ'ଣ ଦିନକରେ ସମାପ୍ତ କରିବେ? ସେମାନେ କ'ଣ କାନ୍ଥଡ଼ାର ଢିପିରୁ ଦଗ୍ଧ ପ୍ରସ୍ତର କାଢ଼ି ସଜୀବ କରିବେ? ଏହି ସମୟରେ ଅମନୀୟ ଟୋବିୟ ତାହା ପାଖରେ ଥିଲା। ଆଉ ସେ କହିଲା, ମଧ୍ୟ ସେମାନେ ଯାହା ଗଢ଼ୁଅଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପାଚେରି ଭାଙ୍ଗି ପକାଇବ। ହେ ଆମ୍ଭମାନଙ୍କ ପରମେଶ୍ୱର, ଶ୍ରବଣ କର, କାରଣ ଆମ୍ଭେମାନେ ତୁଚ୍ଛୀକୃତ ହେଉଅଛୁ। ସେମାନଙ୍କ ପରିହାସ ସେମାନଙ୍କ ନିଜ ମସ୍ତକରେ ବର୍ତ୍ତାଅ ଓ ସେମାନଙ୍କୁ ବିଦେଶରେ ବନ୍ଦୀ କରି ଲୁଟିତ ହେବାକୁ ସମର୍ପଣ କର। ଆଉ ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ସମ୍ମୁଖରୁ ସେମାନଙ୍କ ପାପ ମାର୍ଜିତ ନ ହେଉ, କାରଣ ନିର୍ମାଣକାରୀମାନଙ୍କ ସାକ୍ଷାତରେ ସେମାନେ ତୁମ୍ଭକୁ ବିରକ୍ତ କରିଅଛନ୍ତି।
ଏହି ରୂପେ ଆମ୍ଭେମାନେ ପ୍ରାଚୀର ଗଢ଼ିଲୁ ଓ ତହିଁର ଉଚ୍ଚତାର ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା। ଯେଣୁ କର୍ମ କରିବାକୁ ଲୋକମାନଙ୍କର ମନ ଥିଲା। ମାତ୍ର ଜେରୁସାଲେମ ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନସ୍ଥାନ ସବୁ ବନ୍ଦ ହେବାକୁ ଲାଗୁଅଛି। ଏହା ଶୁଣି ସନବଲ୍ଲଟ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମନୀୟମାନେ ଓ ଅସ୍ଦୋଦୀୟମାନେ ଅତିଶୟ କ୍ରୁଦ୍ଧ ହେଲେ। ପୁଣି ସେ ସମସ୍ତେ ଜେରୁସାଲେମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ଡଗୋଳ କରିବାକୁ ଏକତ୍ର ଚକ୍ରାନ୍ତ କଲେ। ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ। ସେତେବେଳେ ଜିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ ଭଙ୍ଗା କାନ୍ଥ ଅଛି। ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ି ପାରୁନାହୁଁ। ପୁଣି ଆମ୍ଭମାନଙ୍କ ବିପକ୍ଷମାନେ କହିଲେ, ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ। ଆଉ ସେମାନଙ୍କ ନିକଟବାସୀ ଜିହୁଦୀୟମାନେ ସବୁ ସ୍ଥାନରୁ ଆସି ଆମ୍ଭମାନଙ୍କୁ 10 ଥର କହିଲେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ନିକଟକୁ ଫେରି ଆସିବାକୁ ହେବ। ଏହେତୁ ମୁଁ ପ୍ରାଚୀର ପଛଆଡ଼େ ନିଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କ ଖଡ଼ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। ତହୁଁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି, ତୁମ୍ଭେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, ପ୍ରଭୁଙ୍କୁ ସ୍ମରଣ କର। ସେ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର। କାର୍ଯ୍ୟର ପୁନରାରମ୍ଭ ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣାଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣନ୍ତେ ଆମ୍ଭେମାନେ ପ୍ରତ୍ୟେକେ ପ୍ରାଚୀରରେ ଆପଣା ଆପଣା କାର୍ଯ୍ୟକୁ ଫେରିଗଲୁ। ଆଉ ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ ଓ ସାଞ୍ଜୁଆ ଧରି ରହିଲେ। ପୁଣି ଅଧ୍ୟକ୍ଷମାନେ ଜିହୁଦାର ସମଗ୍ର ଗୋଷ୍ଠୀର ପଛରେ ରହିଲେ। ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବୋହିଲେ, ସେମାନେ ଆପେ ଆପେ ଭାର ଉଠାଇଲେ। ପ୍ରତି ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। ନିର୍ମାଣକାରୀମାନଙ୍କର ପ୍ରତ୍ୟେକେ ଆପଣା ଆପଣା କଟି ଦେଶରେ ଖଡ଼ଗ ବାନ୍ଧି ସେହିପରି କାର୍ଯ୍ୟ କଲେ। ପୁଣି ତୁରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। ଏହାପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, କାର୍ଯ୍ୟ ଭାରି ଓ ବିସ୍ତୀର୍ଣ୍ଣ। ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଏକ ଆରେକଠାରୁ ଦୂରରେ ଅଛୁ। ଏହେତୁ ଯେ କୌଣସି ସ୍ଥାନରେ ତୁରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ। ଏହି ରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ପ୍ରତ୍ୟୁଷ ସମୟଠାରୁ ତାରା ଦେଖାଯିବା ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ। ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, ପ୍ରତ୍ୟେକ ଲୋକ ରାତ୍ରି କାଳରେ ଆପଣା ଆପଣା ଦାସ ସହିତ ଜେରୁସାଲେମ ଭିତରେ ରହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇପାରିବେ ଓ ଦିବସରେ କର୍ମ କରିପାରିବେ। ଏହି ରୂପେ ଆମ୍ଭେ କି ଆମ୍ଭ ଭାଇମାନେ କି ଆମ୍ଭ ଦାସମାନେ କି ଅବା ଆମ୍ଭ ପଶ୍ଚାତବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତି ଜଣ ଆପଣା ଆପଣା ଅସ୍ତ୍ରଶସ୍ତ୍ର ସହିତ ଜଳ ନିକଟକୁ ଗଲୁ। ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 5। ଦରିଦ୍ରମାନଙ୍କ ଉପରେ ଅତ୍ୟାଚାର ନିଷେଧ। ଏଥି ଉତ୍ତାରେ ଜିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟଗଣ ସ୍ୱର ଉତ୍ତୋଳନ କଲେ। କାରଣ କେହି କେହି କହିଲେ, ଆମ୍ଭେମାନେ ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ସମେତ ଅନେକ ଲୋକ ଅଟୁ। ତେଣୁ ଆମ୍ଭେମାନେ ଶସ୍ୟ ନେଇ ତାହା ଖାଇ ବଞ୍ଚିବା। ମଧ୍ୟ ଆଉ କେହି କେହି କହିଲେ, ଆମ୍ଭେମାନେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷକ୍ଷେତ୍ର ଓ ଗୃହ ବନ୍ଧକ ରଖିଅଛୁ, ଯେପରି ଦୁର୍ଭିକ୍ଷ ସମୟରେ ଆମ୍ଭମାନଙ୍କୁ ଶସ୍ୟ ମିଳୁ। ଆହୁରି କେତେକ କହିଲେ, ଆମ୍ଭେମାନେ ରାଜକର ପୈଠ କରିବା ନିମନ୍ତେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ। ମାତ୍ର ଆମ୍ଭମାନଙ୍କ ଶରୀର ଆମ୍ଭମାନଙ୍କ ଭ୍ରାତୃଗଣର ଶରୀର ସମାନ, ଆମ୍ଭମାନଙ୍କ ସନ୍ତାନଗଣ ସେମାନଙ୍କ ସନ୍ତାନଗଣର ସମାନ। ତଥାପି ଦେଖ, ଆମ୍ଭେମାନେ ଆପଣା ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିଅଛୁ। ପୁଣି ଆମ୍ଭମାନଙ୍କ କନ୍ୟାଗଣ ମଧ୍ୟରୁ କେହି କେହି ଦାସୀ ହୋଇ ସାରିଲେଣି। ଆମ୍ଭମାନଙ୍କର ଆଉ କିଛି ଆୟତ ନାହିଁ, କାରଣ ଅନ୍ୟ ଲୋକମାନେ
ଆମ୍ଭମାନଙ୍କର ଶସ୍ୟ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ର ଅଧିକାର କରିଅଛନ୍ତି। ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥା ସବୁ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲି। ପୁଣି ମୁଁ ଆପଣା ମନରେ ବିବେଚନା କଲି। ପୁଣି କୁଳୀନମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇଠାରୁ ସୁଧ ନେଉଅଛ। ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଲି। ଆଉ ମୁଁ ସେମାନଙ୍କୁ କହିଲି, ଆମ୍ଭମାନଙ୍କର ଜିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକାଯାଇଥିଲେ। ଆମ୍ଭେମାନେ ସେମାନଙ୍କୁ ଆପଣା ସାମର୍ଥ୍ୟରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ କ'ଣ ଆପଣା ଭାଇମାନଙ୍କୁ ବିକ୍ରି କରିବ ଓ ସେମାନେ କ'ଣ ଆମ୍ଭମାନଙ୍କ ନିକଟରେ ବିକାଯିବେ? ଏଥିରେ ସେମାନେ ନୀରବ ହେଲେ, କିଛି ଉତ୍ତର ଦେଇପାରିଲେ ନାହିଁ। ଆହୁରି ମୁଁ କହିଲି, ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ ତାହା ଭଲ ନୁହେଁ। ଆମ୍ଭମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ତିରସ୍କାରକୁ ରୋକିବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କ'ଣ ତୁମ୍ଭମାନଙ୍କର ଉଚିତ ନୁହେଁ? ମଧ୍ୟ ମୁଁ, ମୋ ଭାଇମାନେ ଓ ମୋହର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ। ମାତ୍ର ଆମ୍ଭେମାନେ ଏହି ଋଣ ଉପରେ ସୁଧ ନେବା ବନ୍ଦ କରିବା ଉଚିତ। ତୁମ୍ଭେମାନେ ସେମାନଙ୍କର ଶସ୍ୟ କ୍ଷେତ୍ର, ସେମାନଙ୍କର ଦ୍ରାକ୍ଷ କ୍ଷେତ୍ର, ସେମାନଙ୍କର ଜିତ କ୍ଷେତ୍ର ଓ ସେମାନଙ୍କର ଗୃହ ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷରସ ଓ ତୈଳର ଶତକଡ଼ା ଯେଉଁ ସୁଧ ତୁମ୍ଭେମାନେ ନେଇଅଛ ତାହା ଆଜି ସେମାନଙ୍କୁ ଫେରାଇ ଦିଅ। ତହିଁରେ ସେମାନେ କହିଲେ, ଆମ୍ଭେମାନେ ଯାହା ନେଇଥିଲୁ ତାହା ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଅଛନ୍ତି ଆମ୍ଭେମାନେ ସେପରି କରିବୁ। ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, ଯେ କେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ। ସେ ଏହି ରୂପେ ଝଡ଼ାଯାଉ ଓ ଶୂନ୍ୟ ହେଉ। ତହିଁରେ ସମସ୍ତ ସମାଜ କହିଲେ, ଆମେନ୍, ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ। ନିହିମିୟାଙ୍କର ନିଃସ୍ୱାର୍ଥପରତା। ଆହୁରି ମୁଁ ଜିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ୱର 20 ବର୍ଷଠାରୁ 32 ବର୍ଷ ପର୍ଯ୍ୟନ୍ତ 12 ବର୍ଷ ମୁଁ ଓ ମୋ ଭ୍ରାତୃଗଣ ଦେଶାଧ୍ୟକ୍ଷର ଖାଦ୍ୟ ଭୋଗ କଲୁ ନାହିଁ। ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା। ଆଉ ସେମାନେ 40 ସେକଳ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ। କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ ଅତ୍ୟାଚାର କଲେ। ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। ଆହୁରି ମୁଁ ଏହି ପ୍ରାଚୀର କର୍ମରେ ଲାଗି ରହିଲି ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ। ପୁଣି ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ। ତଥାପି ଆମ୍ଭମାନଙ୍କ ଚତୁର୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଜିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ ଭୋଜନାସନରେ ବସିଲେ। ସେ ସମୟରେ ପ୍ରତିଦିନ ଏକ ବଳଦ ଓ 6 ଗୋଟି ବଛା ମେଷ ପ୍ରସ୍ତୁତ କରାଗଲା। ମଧ୍ୟ ମୋ ପାଇଁ କେତେକ ପକ୍ଷୀ ପ୍ରସ୍ତୁତ କରାଗଲା ଓ 10 ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷରସ ଆୟୋଜନ କରାଗଲା। ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ଖାଦ୍ୟ ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ୱର ଭାର ଭୟଙ୍କର ହୋଇଥିଲା। ଏ ମୋହର ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଯେଉଁ କାର୍ଯ୍ୟ କରିଅଛି, ମୋ ପକ୍ଷରେ ମଙ୍ଗଳ ନିମନ୍ତେ ତାହା ସବୁ ସ୍ମରଣ କର। ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 6। ନିହିମିୟାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର। ଏଥି ଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନସ୍ଥାନ ନାହିଁ। ଏହି ସମ୍ବାଦ ସନବଲଟ ଓ ଟୋବିୟ ଓ ଆରବୀୟ ଗେସମ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ। ଏହି ସମୟରେ ମୁଁ ନଗର ଦ୍ୱାର ସବୁରେ କବାଟ ଝୁଲାଇ ନଥିଲି। ସେତେବେଳେ ସନବଲଟ ଓ ଗେସମ ମୋ ନିକଟକୁ ଲୋକ ପଠାଇ କହିଲେ, ଆସ, ଆମ୍ଭେମାନେ ଓନ ପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ। ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ। ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନପାରେ। ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି? ଏହି ପ୍ରକାରେ ସେମାନେ 4 ଥର ମୋ ନିକଟକୁ ଲୋକ ପଠାଇଲେ। ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। ଏହାପରେ ସନବଲଟ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ 5ମ ଥର ସେହି ପ୍ରକାରେ ମୋ ନିକଟକୁ ପଠାଇଲା। ତହିଁରେ ଏହା ଲେଖାଥିଲା, ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି। ମଧ୍ୟ ଗେସମ ଏହା କହୁଅଛି ଯେ, ତୁମ୍ଭେ ଓ ଜିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ। ତହିଁ ନିମନ୍ତେ
तुम्भे प्राचीर निर्माण करुअछ, एही जनरब अनुसारे तुम्भे सेमानंकर राजा हेबाकू इच्छा करुअछ। आहुरी जिहुदारे एक राजा अछंती बोली आपणा विषय जेरुसालेमरे घोषणा करिबा पई तुम्भे भविष्यद्वक्ता मानंकू नियुक्त करिअछ। एही जनरब राजांको निकटरे उपस्थित हेब। एहेतु एबे आस आम्भेमाने एकत्र मंत्रणा करू। तहु मु ताहा निकटकू कही पठाइली, तुम्भे जाहा कहुअछ सेपरि कौनसी कार्य करा जाऊ नाही। तुम्भे केवल आपणा मनरू ताहा सबु कल्पना करुअछ। एही कर्मरे सेमानंकर हस्त दुर्बल हेले ताहा समाप्त नहिब बोली से समस्ते आम्भमानंकू भीत करिबाकू इच्छा कले। एणु हे परमेश्वर मोहर हस्त सबल कर। एहा परे महेट बेलर पौत्र दलीयर पुत्र जेउ समय गृहरे रुद्ध थिला मु ताहा गृहकू गली। तहु से कहिला आम्भेमाने परमेश्वरंको गृहरे मंदिर मध्यरे एकत्रित हेउ ओ मंदिरर द्वार सबु बंद करू, कारण सेमाने तुम्भकू बध करिबाकू आसिबे। रात्रिरे सेमाने तुम्भकू बध करिबाकू आसिबे। तहिरे मु कहिली मो परि लोक कोण पळाइब? मो परि होई प्राण बंचाइबा पई जे मंदिर भितरकू जीव एपरि किए अछि? मु भितरकू जीवी नाही। मात्र मु चिन्हिली आउ देख परमेश्वर ताहाकू पठाई नथिले। तथापि से मो विरुद्धरे एही भविष्यत वाक्य प्रचार कला। आउ टोबियो ओ सनबलट ताहाकू वेतन देइथिले। मु जेपरि भीत हेबी ओ सेही कर्म करी पाप करिबी, पुणी सेमाने जेपरि मते तिरस्कार करिबा पई मोहर दुर्नामर कारण पाइबे, एही अभिप्राୟରେ ताहाकू वेतन दिया जाइथिला। हे मोहर परमेश्वर, टोबियो ओ सनबलटर एही सबु कर्मानुसारे सेमानंकू आउ मते भयग्रस्त करिबाकू इच्छा कले जे नयदिया भविष्यत वक्त्री ओ अन्यान्य भविष्यत वक्ता सेमानंकू स्मरण कर। प्राचीर कार्यर समाप्ति। तहु 52 दिन मध्यरे इलुल मासर 25तम दिनरे प्राचीर समाप्त हैला। पुणी आम्भमानकर शत्रु समस्ते एहा शुणन्ते एपरि हैला जे आम्भमानक चतुर्दिगस्थ अन्य देशीय समस्ते भीत हेले ओ आपणा मानक दृष्टिरे नितांत लज्जित हेले। कारण एही कर्म जे आम्भमानक परमेश्वरंक आडू हैला एहा सेमाने बुझिले। आहुरी से समयरे जिहुदार कुलीन माने टोबियो निकटकू अनेक पत्र पठाइले ओ टोबियोर नाना पत्र सेमानक निकटकू आसिला। कारण से आरहर पुत्र सखनियर जुआई हेबारु ओ ताहार पुत्र जिहोहानन बेरिखियर पुत्र मसुलमर कन्याकू विवाह करिथिबारु जिहुदा मध्यरे अनेके ताहा पक्षरे शपथ करिथिले। आहुरी सेमाने ताहार उत्तम कर्मर कथा मते कहिले ओ मो कथा सबु ताहाकू जणाइले। आउ मते भयग्रस्त करिबा पई टोबियो नाना पत्र पठाइला। नेहिमियाଙ୍କ पुस्तक अध्याय 7। प्राचीर निर्मित हुओंते मु कबाट सबु झुलाइली। पुणी द्वारपाल ओ गायक ओ लेबीय माने नियुक्त हेले। तहु मु आपणा भ्राता हनानीकू ओ दुर्गर शासनकर्ता हनानियकू जेरुसालेम उपरे नियुक्त कली। कारण हनानिय विश्वस्त लोक थिला ओ से अनेकंक अपेक्षा परमेश्वरंकू भय करुथिला। आउ मु सेमानंकू कहिली सूर्य प्रचंड नहिबा पर्यंत जेरुसालेमर द्वार सबु फिटा न जाऊ। लोक माने प्रहरी कर्मरे ठिया हेबा बेले द्वार सबु बंद करंतु। आउ तुम्भे माने तहिरे अर्गल दियो। पुणी तुम्भे माने जेरुसालेम निवासी मानंकू प्रहरी करी नियुक्त कर। से माने प्रत्येके आपणा आपणा पहरारे ओ प्रत्येके आपणा आपणा गृह सम्मुखरे रहंतु। निर्वासनरू फेरीथिबा लोकंको तालिका। नगर प्रशस्त ओ बृहत थिला, मात्र तही मध्यरे अल्प लोक थिले ओ गृह सबु निर्मित होई नथिला। ए उतारे वंशावली क्रमे गणित हेबा पई कुलीन मानंकू ओ अध्यक्ष मानंकू ओ लोक मानंकू एकत्र करिबाकू मोहर परमेश्वर मो मनरे प्रवृत्ति देले। आउ जेउ माने प्रथमे आसीथिले मु सेमानंकर वंशावली पुस्तक पाइली। तहिरे एहा लेखाथिबार देखिली, यथा जेउ माने बंदी रूपे नीत होइथिले सेमानंक मध्यरु प्रदेशीय एही संतानगण प्रत्येके जेरुसालेम ओ जिहुदा स्थित आपण आपण नगरकू फेरी आसिले। बाबिलर राजा नबुकदनेस्सर एमानंकू नेई जाइथिला। एमाने जिरुबाबिल, जेसुया, निहिमिया, असरिय, रयमा, नहमानी, मर्दखय, बिलसन, मिस्पर, बिगबय, नहुम, बाना संगे फेरी आसिले। इस्राएल वंशीय पुरुषगणर संख्या एही, यथा परियसर संतान 2172 जन, सफटियर संतान 372 जन, आरहर संतान 652 जन,
ଜେସୁୟ ଓ ଜୋୟାବର ସନ୍ତାନଗଣ ମଧ୍ୟରୁ ପହତ ମୟାବର ସନ୍ତାନ 2818 ଜଣ, ଏଲମର ସନ୍ତାନ 1254 ଜଣ, ସତୁର ସନ୍ତାନ 845 ଜଣ, ସକୟର ସନ୍ତାନ 760 ଜଣ, ବିନୁଇର ସନ୍ତାନ 648 ଜଣ, ବେବୟର ସନ୍ତାନ 628 ଜଣ, ଅସ୍ଗଦର ସନ୍ତାନ 2322 ଜଣ, ଅଦୋନିକାମର ସନ୍ତାନ 667 ଜଣ, ବିଗ୍ବୟର ସନ୍ତାନ 2067 ଜଣ, ଆଦିନର ସନ୍ତାନ 655 ଜଣ, ଇଜକିୟର ବଂଶଜାତ ଆଟେରର ସନ୍ତାନ 98 ଜଣ, ପଶୁମର ସନ୍ତାନ 328 ଜଣ, ବେତ୍ସୟର ସନ୍ତାନ 324 ଜଣ, ହାରିଫର ସନ୍ତାନ 112 ଜଣ, ଗିବିୟନର ସନ୍ତାନ 95 ଜଣ, ବେଥଲିହିମ ଓ ନଟୋଫାର ଲୋକ 188 ଜଣ, ଅନାଥୋତର ଲୋକ 128 ଜଣ, ବେତ୍ ଅସ୍ମାବତର ଲୋକ 42 ଜଣ, କିରିୟତ ଜିଆରିମ୍ର, କଫିରାର ଓ ବେରୋତର ଲୋକ 743 ଜଣ, ରାମ ଓ ଗେବାର ଲୋକ 621 ଜଣ, ମିକ୍ମସର ଲୋକ 122 ଜଣ, ବେଥେଲ ଓ ଅୟର ଲୋକ 123 ଜଣ, ଅନ୍ୟ ନବୋର ଲୋକ 52 ଜଣ, ଅନ୍ୟ ଏଲମର ସନ୍ତାନ 1254 ଜଣ, ହାରିମ୍ର ସନ୍ତାନ 320 ଜଣ, ଜିରିହୋର ସନ୍ତାନ 345 ଜଣ, ଲୋଦ୍, ହାଦିଦ ଓ ଅନୋର ସନ୍ତାନ 721 ଜଣ, ସନାୟାର ସନ୍ତାନ 3930 ଜଣ। ଯାଜକମାନଙ୍କର ସଂଖ୍ୟା ଜେସୁୟ ବଂଶୀୟ ଜିଦଇର ସନ୍ତାନ 973 ଜଣ, ଇମେରର ସନ୍ତାନ 1052 ଜଣ, ପଶହୁରର ସନ୍ତାନ 1247 ଜଣ, ହାରିମ୍ର ସନ୍ତାନ 1017 ଜଣ। ଲେବୀୟମାନଙ୍କର ସଂଖ୍ୟା ହେଦବାର ସନ୍ତାନ ଜେସୁୟର ସନ୍ତାନ କଦ୍ମିଏଲର ସନ୍ତାନ 74 ଜଣ। ଗାୟକମାନଙ୍କ ସଂଖ୍ୟା ଆସଫର ସନ୍ତାନ 148 ଜଣ। ଦ୍ୱାରପାଳମାନଙ୍କ ସଂଖ୍ୟା ସଲୁମର ସନ୍ତାନ, ଆଟେରର ସନ୍ତାନ, ଟଲମୋନର ସନ୍ତାନ, ଅକୁବର ସନ୍ତାନ, ହଟିଟାର ସନ୍ତାନ, ଶୋବୟର ସନ୍ତାନ 138 ଜଣ। ନଥିନୀୟମାନଙ୍କ ସଂଖ୍ୟା ସିହର ସନ୍ତାନଗଣ, ହସୁଫାର ସନ୍ତାନଗଣ, ଟବାୟତର ସନ୍ତାନଗଣ, କେରୋସର ସନ୍ତାନଗଣ, ସିୟର ସନ୍ତାନଗଣ, ପାଦୁନର ସନ୍ତାନଗଣ, ଲବାନର ସନ୍ତାନଗଣ, ଅଗାବାର ସନ୍ତାନଗଣ, ସଲମୟର ସନ୍ତାନଗଣ, ହାନନର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ରାୟାର ସନ୍ତାନଗଣ, ରତ୍ସିନର ସନ୍ତାନଗଣ, ନକୋଦର ସନ୍ତାନଗଣ, ଗସମର ସନ୍ତାନଗଣ, ଉସର ସନ୍ତାନଗଣ, ପାସେହର ସନ୍ତାନଗଣ, ବେସୟର ସନ୍ତାନଗଣ, ମିଉନିମର ସନ୍ତାନଗଣ, ନଫିସିମର ସନ୍ତାନଗଣ, ବକବୁକର ସନ୍ତାନଗଣ, ହକୁଫାର ସନ୍ତାନଗଣ, ହରହୁରର ସନ୍ତାନଗଣ, ବସଲୁତର ସନ୍ତାନଗଣ, ମହିଦାର ସନ୍ତାନଗଣ, ହର୍ଷାର ସନ୍ତାନଗଣ, ବରକୋସର ସନ୍ତାନଗଣ, ସିସରାର ସନ୍ତାନଗଣ, ତେମହର ସନ୍ତାନଗଣ, ନତ୍ସିହର ସନ୍ତାନଗଣ, ହଟିଫାର ସନ୍ତାନଗଣ। ସଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ସୋଟୟର ସନ୍ତାନଗଣ, ସାଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ, ଜାଳାର ସନ୍ତାନଗଣ, ଦର୍କଣର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ସଫଟିୟର ସନ୍ତାନଗଣ, ହଟିଲାର ସନ୍ତାନଗଣ, ପକ୍ଷୀର ହତ୍ସବାଇମର ସନ୍ତାନଗଣ, ଆମନର ସନ୍ତାନଗଣ। ସମୁଦାୟ ନଥିନୀୟ ଓ ସଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା 392 ଜଣ। ପୁଣି ତେଲମେଲହ, ତେଲହର୍ଷା, କରୁବ, ଅଦୋନ ଓ ଇମେର ଏହି ସକଳ ସ୍ଥାନରୁ ଲୋକ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ଏହି ଯଥା ଦଲଇୟର ସନ୍ତାନ, ଟୋବିୟର ସନ୍ତାନ, ନକୋଦର ସନ୍ତାନ 642 ଜଣ। ଯାଜକମାନଙ୍କ ମଧ୍ୟରୁ ଅବାୟାର ସନ୍ତାନଗଣ, ହକ୍କୋସର ସନ୍ତାନଗଣ, ବର୍ଷିଲୟର ସନ୍ତାନଗଣ। ଏହି ବର୍ଷିଲୟ ଗିଲିୟଦୀୟ ବର୍ଷିଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା। ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣମାନଙ୍କ ବଂଶାବଳୀ ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ। ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ। ପୁଣି ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଉରିମ୍ ଓ ତୁମିମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର ପବିତ୍ର ଖାଦ୍ୟ ଖାଇବ ନାହିଁ। ଆଉ ସମସ୍ତ ସମାଜ 42,360 ଜଣ। ଏହାଛଡ଼ା ସେମାନଙ୍କର ଦାସଦାସୀ 7,337 ଜଣ ଥିଲେ। ଆହୁରି ସେମାନଙ୍କର 245 ଜଣ ଗାୟକ ଗାୟିକା ଥିଲେ। ସେମାନଙ୍କର 736 ଅଶ୍ୱ, 245 ଖଚର, 435 ଓଟ, 6,720 ଗଧ ଥିଲେ।
ପୁଣି ପିତୃବଂଶୀୟ ମୁଖ୍ୟମାନଙ୍କ ମଧ୍ୟରୁ କେହି କେହି ସେହି କାମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍ ନାମକ 1000 ସ୍ୱର୍ଣ୍ଣ ମୁଦ୍ରା, 50 କୁଣ୍ଡ, 530 ଯାଜକୀୟ ବସ୍ତ୍ର ଦେଲା। ଆଉ ପିତୃବଂଶୀୟ କେତେକ ମୁଖ୍ୟ ଲୋକ ନିଜ ଭଣ୍ଡାରରୁ ଡାରିକ୍ ନାମକ 20,000 ସ୍ୱର୍ଣ୍ଣ ମୁଦ୍ରା ଓ 2,200 ପାଉଣ୍ଡ ରୂପା କାମ ପାଇଁ ଦେଲେ। ଅନ୍ୟ ଲୋକ ସମସ୍ତେ ଡାରିକ୍ ନାମକ 20,000 ସ୍ୱର୍ଣ୍ଣ ମୁଦ୍ରା ଓ 2,000 ପାଉଣ୍ଡ ରୂପା ଓ 67 ଯାଜକୀୟ ବସ୍ତ୍ର ଦେଲେ। ଏହାପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ ଓ ଗାୟକମାନେ, ଆଉ କେତେକ ଲୋକମାନେ ଓ ନଥିନୀୟମାନେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। ଆଉ ସମସ୍ତ ମାସ ବେଳକୁ ଇସ୍ରାଏଲ ସନ୍ତାନଗଣ ଆପଣା ନଗରରେ ଥିଲେ। ନେହେମିୟାଙ୍କ ପୁସ୍ତକ ଅଧ୍ୟାୟ 8। ଏଜ୍ରାଙ୍କ ବ୍ୟବସ୍ଥା ପଠନ। ପୁଣି ସମସ୍ତ ଲୋକ ଏକ ଉଦ୍ଦେଶ୍ୟରେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ। ଆଉ ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକକୁ କହିଲେ। ତହିଁରେ 7ମ ମାସର ପ୍ରଥମ ଦିନରେ ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝିପାରନ୍ତି ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା ପୁସ୍ତକ ଆଣିଲେ। ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝିପାରନ୍ତି ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। ଆଉ ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ କରିବା ନିମନ୍ତେ କାଠର ମଞ୍ଚ ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାର୍ଶ୍ୱରେ ତାହା ନିକଟରେ ମତଥିୟ, ସେମା, ଅନାୟ, ଉରିୟ, ହିଲ୍କିୟ ଓ ମାସେୟ ଠିଆ ହେଲେ। ପୁଣି ତାହାର ବାମ ପାର୍ଶ୍ୱରେ ପଦାୟ, ମିଶାଏଲ, ମଲ୍କିୟ, ହସୁମ୍, ହସବଦାନା, ଜିଖରିୟ ଓ ମସୁଲମ ଠିଆ ହେଲେ। ଏ ଉତ୍ତାରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲେ, କାରଣ ସେ ସମସ୍ତ ଲୋକଙ୍କ ଊର୍ଦ୍ଧ୍ୱରେ ଠିଆ ହୋଇଥିଲେ। ପୁଣି ସେ ପୁସ୍ତକ ଫିଟାନ୍ତେ ସମସ୍ତ ଲୋକ ଠିଆ ହେଲେ। ତହୁଁ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ପୁଣି ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ୍ ଆମେନ୍ ବୋଲି ଉତ୍ତର କଲେ। ଆଉ ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ଆହୁରି ଜେସୁୟ ଓ ବାନି ଓ ସେରେବିୟ, ଜାମିନ୍, ଅକୁବ, ସବଥୟ, ହୋଦିୟ, ମାସେୟ, କଲିଟ, ଅସରିୟ, ଯୋସାବଦ, ହାନନ୍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇଦେଲେ। ଆଉ ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ। ପୁଣି ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇଦେଲେ। ତହୁଁ ଲୋକମାନେ ପଠନ ବୁଝିପାରିଲେ। ପୁଣି ଶାସନକର୍ତ୍ତା ନେହେମିୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଶୋକ ନ କର କି ରୋଦନ ନ କର। କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ। ଆଉ ନେହେମିୟା ସେମାନଙ୍କୁ କହିଲା, ଆପଣା ଆପଣା ପଥରେ ଯାଅ, ଚିକଣ ଦ୍ରବ୍ୟ ଭୋଜନ କର ଓ ମିଠା ଦ୍ରବ୍ୟ ପାନ କର ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇନାହିଁ ତାହା ନିକଟକୁ କିଛି ଅଂଶ ପଠାଅ। କାରଣ ଆଜିର ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ନ ହୁଅ, ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ। ଏହି ରୂପେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇ କହିଲେ, ନୀରବ ହୁଅ, ଆଜି ପବିତ୍ର ଦିନ, ତୁମ୍ଭେମାନେ ଦୁଃଖିତ ନ ହୁଅ। ଏ ଉତ୍ତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟ ସବୁ ବୁଝିବାରୁ ସେମାନେ ସମସ୍ତେ ଭୋଜନପାନ କରିବାକୁ ଓ କିଛି ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ। ପତ୍ର କୁଟୀର ପର୍ବ ପାଳିତ। ପୁଣି ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନ ବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଅଧ୍ୟାପକ ଏଜ୍ରା ନିକଟରେ ଏକତ୍ରିତ ହେଲେ। ସେମାନେ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖାଥିବାର ଦେଖିଲେ ଯେ 7ମ ମାସର ପର୍ବ ସମୟରେ ଇସ୍ରାଏଲ ସନ୍ତାନଗଣ ପତ୍ର କୁଟୀରରେ କିପରି ବାସ କରିବେ। ପୁଣି ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଜିରୁସାଲାମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା ତୁମ୍ଭେମାନେ ଲିଖନାନୁସାରେ ପତ୍ର କୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜିତ ଶାଖା ଓ ମେହେନ୍ଦୀ ଶାଖା ଓ ଖର୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ। ତହିଁରେ ଲୋକମାନେ ବାହାରକୁ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ
ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରାଇମ ଦ୍ୱାରର ଛକରେ ନିର୍ମାଣ କଲେ। ପୁଣି ବନ୍ଦିତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ର କୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। ନୁନର ପୁତ୍ର ଯେସୁୟର ସମୟଠାରୁ ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ସେପରି ଆନନ୍ଦ କରିନଥିଲେ। ଏଣୁ ଅତି ବଡ଼ ଆନନ୍ଦ ହେଲା। ଆହୁରି ଏଜ୍ରା ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ପୁଣି ଲୋକମାନେ 7 ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ। ଆଉ ବ୍ୟବସ୍ଥାନୁସାରେ ଅଷ୍ଟମ ଦିନ ମହାସଭା ହେଲା। ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 9। ଲୋକଙ୍କ ପାପ ସ୍ୱୀକାର। ସେହି ମାସର 24ତମ ଦିନରେ ଇସ୍ରାଏଲ ସନ୍ତାନଗଣ ଏକତ୍ରିତ ହୋଇ ଉପବାସ କରି ଅଖା ପିନ୍ଧି ଓ ଆପଣା ଆପଣା ମସ୍ତକ ଉପରେ ମାଟି ଦେଲେ। ଆଉ ଇସ୍ରାଏଲ ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣମାନଙ୍କୁ ପୃଥକ କଲେ। ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପୂର୍ବପୁରୁଷଗଣଙ୍କ ଅପରାଧ ସ୍ୱୀକାର କଲେ। ପୁଣି ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କଲେ। ଆଉ ଲେବୀୟମାନେ ଯେସୁୟ ଓ ବାନି, କଦ୍ମିଏଲ, ସବନୀୟ, ବୁନ୍ନି, ସେରେବିୟ, ବାନି ଓ କନାନୀ ପାବଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ। ଯେସୁୟ ଓ କଦ୍ମିଏଲ, ବାନି, ହସବନୀୟ, ସେରେବିୟ, ହୋଦିୟ, ସବନୀୟ ଓ ପଥାହିୟ ଓ ଲେବୀୟମାନେ କହିଲେ, ଉଠ, ଅନାଦିକାଳରୁ ଅନନ୍ତକାଳ ସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର। ପୁଣି ସକଳ ଧନ୍ୟବାଦ ଓ ପ୍ରଶଂସାର ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ। କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ। ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ। ଓ ତୁମ୍ଭେ ସେ ସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି। ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ। ତୁମ୍ଭେ ଅବ୍ରାମଙ୍କୁ ମନୋନୀତ କଲ ଓ କଲ୍ଦିୟମାନଙ୍କ ଉର ଦେଶରୁ ତାହାକୁ ବାହାର କରି ଆଣି ଅବ୍ରାହମ ନାମ ଦେଲ। ତୁମ୍ଭେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ। ପୁଣି କିଣାନୀୟ, ହିତୀୟ, ଇମୋରୀୟ ଓ ପରିସୀୟ ଓ ଜିବୁସୀୟ ଓ ଗିର୍ଗାସୀୟ ଲୋକମାନଙ୍କ ଦେଶ ଦେବାକୁ ଅର୍ଥାତ୍ ତାହାର ବଂଶକୁ ଦେବା ପାଇଁ ତାହା ସଙ୍ଗେ ନିୟମ କଲ। ପୁଣି ଆପଣା ବାକ୍ୟ ସଫଳ କରିଅଛ, କାରଣ ତୁମ୍ଭେ ଧର୍ମମୟ। ଏଥି ଉତ୍ତାରେ ତୁମ୍ଭେ ମିଶର ଦେଶରେ ଆମ୍ଭ ପୂର୍ବପୁରୁଷଗଣର କ୍ଲେଶ ଦେଖିଲ ଓ ସୁଫସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ। ପୁଣି ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ପ୍ରକାଶ କଲ। କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ। ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ। ପୁଣି ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ବିଭାଗ କଲ। ତହୁଁ ସେମାନେ ଶୁଷ୍କ ଭୂମି ଦେଇ ଯିବା ପରି ସମୁଦ୍ର ମଧ୍ୟରେ ଗମନ କଲେ। ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେମାନେ ସେମାନଙ୍କ ପଛେ ଗୋଡ଼ାଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ। ଆହୁରି ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ। ମଧ୍ୟ ତୁମ୍ଭେ ସିନୟ ପର୍ବତକୁ ଓହ୍ଲାଇ ଆସି ସ୍ୱର୍ଗରୁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କଲ ଓ ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ। ଆଉ ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ ଓ ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ଆଦେଶ କଲ। ପୁଣି ସେମାନଙ୍କ କ୍ଷୁଧା ନିବରଣାର୍ଥେ ସେମାନଙ୍କୁ ସ୍ୱର୍ଗରୁ ଭକ୍ଷ୍ୟ ଦେଲ ଓ ସେମାନଙ୍କ ତୃଷା ନିବରଣାର୍ଥେ ଶୈଳରୁ ଜଳ ନିର୍ଗତ କଲେ। ଆଉ ତୁମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ହସ୍ତ ଉଠାଇଥିଲ, ସେହି ଦେଶ ଅଧିକାରାର୍ଥେ ତହିଁ ମଧ୍ୟରେ ପ୍ରବେଶ କରିବାକୁ ଆଜ୍ଞା କଲେ। ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣାକୁ କଠିନ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ। ଆଉ ସେମାନେ ପାଳିବାକୁ ଅସମ୍ମତ ହେଲେ। କିଏବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିଥିଲ, ତାହା ସ୍ମରଣରେ ରଖିଲେ ନାହିଁ। ମାତ୍ର ଆପଣା ଆପଣା ମନ କଠିନ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ। ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ। ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ। ହଁ, ଏପରିକି ସେମାନେ ଛାଞ୍ଚରେ ଢଳା ଏକ ଗୋବତ୍ସ ନିର୍ମାଣ କରି କହିଲେ,
ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ ସେ ଏହି। ଏହା କହି ପ୍ରଭୁଙ୍କୁ ମହା ଅପମାନ କଲେ। ସେତେବେଳେ ତୁମ୍ଭେ ଆପଣ ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ। ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ, କିଅବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ। ଆହୁରି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନ ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବରଣାର୍ଥେ ସେମାନଙ୍କୁ ଜଳ ଦେଲ। ତୁମ୍ଭେ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ। ସେମାନଙ୍କର କିଛି ଅଭାବ ହେଲା ନାହିଁ। ସେମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ। ଆହୁରି ତୁମ୍ଭେ ସେମାନଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ। ତହୁଁ ସେମାନେ ସିହୋନ ଦେଶ ଅର୍ଥାତ୍ ହିସବୋନ ରାଜାର ଦେଶ ଓ ବାସନର ଓଗ୍ ରାଜାର ଦେଶ ଅଧିକାର କଲେ। ଆହୁରି ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଆକାଶର ନକ୍ଷତ୍ରଗଣ ତୁଲ୍ୟ ବହୁ ସଂଖ୍ୟକ କଲ ଓ ଯେଉଁ ଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପିତୃଗଣକୁ କହିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ। ଏହି ରୂପେ ସେହି ସନ୍ତାନଗଣ ଦେଶରେ ପ୍ରବେଶ କରି ଅଧିକାର କଲେ। ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ ଓ ସେମାନେ ଯେପରି ଆପଣା ଇଚ୍ଛାମତ ବ୍ୟବହାର କରିବେ, ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜାଗଣକୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ। ତହିଁରେ ସେମାନେ ପ୍ରାଚୀର ବେଷ୍ଟିତ ନଗର ସକଳ ଓ ଉର୍ବରା ଭୂମି ନେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷକ୍ଷେତ୍ର ଓ ଜିତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ। ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳ ଦାନରେ ଆନନ୍ଦ କଲେ। ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ। ଆଉ ତୁମ୍ଭର ଯେଉଁ ଭବିଷ୍ୟତ ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ। ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ। ସେମାନେ ସେମାନଙ୍କୁ କ୍ଲେଶ ଦେଲେ, ମାତ୍ର କ୍ଲେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ। ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ, ଆଉ ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ। ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କଲ। ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆଉ ଅନେକ ଥର ତୁମ୍ଭେ ଆପଣ ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ। ପୁଣି ସେମାନଙ୍କୁ ପୁନର୍ବାର ଆପଣ ବ୍ୟବସ୍ଥାରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ଚେତାବନୀ ଦେଲ। ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ। ମାତ୍ର ଯାହା ପାଳନ କଲେ ମନୁଷ୍ୟ ବଞ୍ଚିବ। ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ, ପୁଣି ମନୋଯୋଗ କଲେ ନାହିଁ। ଆପଣ ମନ କଠିନ କଲେ ଓ ଶୁଣିବାକୁ ଅସମ୍ମତ ହେଲେ। ତଥାପି ବହୁ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣ ଆତ୍ମା ଦ୍ୱାରା ଆପଣ ଭବିଷ୍ୟତ ବକ୍ତାଗଣ ଦେଇ ସେମାନଙ୍କୁ ଚେତାବନୀ ଦେଲ। ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ସମ୍ମତ ହେଲେ ନାହିଁ। ଏହେତୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀମାନଙ୍କ ହସ୍ତରେ ସମର୍ପଣ କଲ। ତଥାପି ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ନିଃଶେଷ କଲ ନାହିଁ ଅବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ, କାରଣ ତୁମ୍ଭେ କୃପାମୟ ଓ ଦୟାଳୁ ପରମେଶ୍ୱର ଅଟ। ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ, ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ଅସୁରୀୟ ରାଜଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟତ ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ କ୍ଲେଶ ଘଟିଅଛି, ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖାନଯାଉ। ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେ ସବୁରେ ତୁମ୍ଭେ ଧର୍ମମୟ ଅଟ, କାରଣ ତୁମ୍ଭେ ସତ୍ୟରେ ବ୍ୟବହାର କରିଅଛ। ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। ପୁଣି ଆମ୍ଭମାନଙ୍କ ରାଜାଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରିନାହାନ୍ତି, କିଅବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କୁ ଚେତାବନୀ ଦେଲ, ତହିଁରେ କର୍ଣ୍ଣପାତ କରିନାହାନ୍ତି। ଯେଣୁ ସେମାନେ ଆପଣମାନଙ୍କ ରାଜ୍ୟରେ, ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରିନାହାନ୍ତି,
କିଏ ବା ଆପଣ ଆପଣ ଦୁଷ୍କର୍ମରୁ ଫେରି ନାହାନ୍ତି। ଦେଖ, ଆଜି ଆମ୍ଭେମାନେ ଦାସ ହୋଇଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ, ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ। ଆଉ ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜାଗଣକୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନେ ସେହି ଦେଶର ପ୍ରଚୁର ଫଳ ଉତ୍ପନ୍ନ କରି ଭୋଗ କରୁଅଛନ୍ତି। ମଧ୍ୟ ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭେମାନେ ମହାକ୍ଲେଶରେ ଅଛୁ। ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ। ଆଉ ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି। ନେହେମିୟାଙ୍କ ପୁସ୍ତକ ଅଧ୍ୟାୟ 10। ମୋହରାଙ୍କିତ ଚୁକ୍ତିର ସାକ୍ଷୀ। ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା ହଖଲିୟର ପୁତ୍ର ନେହେମିୟା ଶାସନକର୍ତ୍ତା ଓ ସିଦିକିୟ, ସରାୟ, ଅସରୀୟ, ଜିରିମିୟ, ପସ୍ହୁର, ଅମରୀୟ, ମଲ୍କିୟ, ଅଟୁସ୍, ସବନୀୟ, ମଲ୍ଲୁକ, ହାରିମ୍, ମରେମୋତ, ଅବଦୀୟ, ଦାନିଏଲ, ଗିନଥୋନ, ବାରୁକ, ମସୁଲମ, ଅବିୟ, ମିଆମିନ, ମାସିୟ, ବିଲଗୟ, ସମୟୀୟ, ଏମାନେ ଯାଜକ ଥିଲେ। ଆଉ ଲେବୀୟଗଣ, ଯଥା ଅସନୀୟର ପୁତ୍ର ଜେସୁୟ, ଏନାଦଦର ସନ୍ତାନଗଣ ମଧ୍ୟରୁ ବିନୁଇ ଓ କଦ୍ମିଏଲ, ପୁଣି ସେମାନଙ୍କର ଭ୍ରାତୃଗଣ ସବନୀୟ, ହୋଦିୟ, କଲିଟ, ପଲାୟ, ହାନନ, ମିକା, ରହୋବ, ହସବିୟ, ଶକୁର, ସେରେବିୟ, ସବନୀୟ, ହୋଦିୟ, ବାନି, ବନିନୁ। ଲୋକମାନଙ୍କର ପ୍ରଧାନ ବର୍ଗ ଯଥା ପରିଓସ, ପହତ ମୋୟାବ, ଏଲମ, ସତ୍ତୁ, ବାନି, ବୁନି, ଅସଗଦ, ବେବୟ, ଅଦନୀୟ, ବିଗ୍ବୟ, ଆଦିନ, ଆଟେର, ଇଜକିୟ, ଅସୁର, ହୋଦିୟ, ହସୁମ, ବେତ୍ସୟ, ହାରିଫ, ଅନାଥୋତ, ନୋବୟ, ମକପିୟସ, ମସୁଲମ, ହେସିର, ମସେସବେଲ, ସାଦକ, ଯଦୁୟ, ପ୍ଲଟିୟ, ହାନନ, ଅନାୟ, ହୋସେୟ, ହନାନୀୟ, ହସୁବ, ହଲୋହେସ, ପିଲହ, ସୋବେକ, ରହୁମ, ହସବନା, ମାସେୟ, ପୁଣି ଅହିୟ, ହାନନ, ଅନାନ, ମଲ୍ଲୁକ, ହାରିମ, ବାନା। ଚୁକ୍ତିର ଦାୟିତ୍ୱ। ପୁଣି ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥିନୀୟମାନେ ଓ ଯେ ସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ ସେମାନଙ୍କର ଭାର୍ଯ୍ୟଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସେମାନେ ଆପଣାମାନଙ୍କ ଭ୍ରାତୃଗଣ, ଆପଣମାନଙ୍କ କୁଳୀନଗଣ ପ୍ରତି ଆସକ୍ତ ହୋଇ ପରମେଶ୍ୱରଙ୍କ ଦାସ ମୋଶାଙ୍କ ଦ୍ୱାରା ଦତ୍ତ ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ଶାସନ ଓ ବିଧି ମନୋଯୋଗ ପୂର୍ବକ ପାଳିବା ପାଇଁ ଶପଥ ଓ ପ୍ରତିଜ୍ଞା କଲେ। ଆଉ କହିଲେ, ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣମାନଙ୍କ କନ୍ୟାଗଣ ଦେବୁ ନାହିଁ, କିଏ ବା ଆପଣମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ। ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକ୍ରି କରିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମ ବାରରେ କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ିଦେବୁ। ଆହୁରି ଆମ୍ଭେମାନେ ଆପଣମାନଙ୍କ ପରମେଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ, ଅର୍ଥାତ୍ ଦର୍ଶନୀୟ ରୁଟିର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମ ବାରର, ଅମାବାସ୍ୟାର ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତାର୍ଥକ ପାପବଳିର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର ସମସ୍ତ କାର୍ଯ୍ୟ ନିମନ୍ତେ ପ୍ରତିବର୍ଷ ଏକ ଏକ ସେକଲର ତୃତୀୟାଂଶ ଦାନ କରିବା ଭାର ଆପଣମାନଙ୍କ ଉପରେ ନେବାର ବିଧାନ କଲୁ। ପୁଣି ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦୀ ଉପରେ ଜଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ। ଆହୁରି ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ
ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥାର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ, ପୁଣି ଆମ୍ଭମାନଙ୍କ ଚକଟା ମଇଦାର ପ୍ରାଥମାଂଶ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ, ଦ୍ରାକ୍ଷରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର କୋଠରୀକୁ ଆଣିବା ପାଇଁ, ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି ନଗରରେ ଦଶମାଂଶ ଆଦାୟ କରନ୍ତି। ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରଣଙ୍କର ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ଗୃହସ୍ଥିତ ଭଣ୍ଡାର କୋଠରୀକୁ ଦଶମାଂଶର ଦଶମାଂଶ ଆଣିବେ। କାରଣ ପବିତ୍ର ସ୍ଥାନର ପାତ୍ର ସବୁ ଓ ପରିଚାରକ ଯାଜକମାନେ ଆଉ ଦ୍ୱାରପାଳ ଓ ଗାୟକମାନେ ଯେଉଁ ସବୁ କୋଠରୀରେ ଥାନ୍ତି, ସେଠାକୁ ଇସ୍ରାଏଲ ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ। ପୁଣି ଆମ୍ଭେମାନେ ଆପଣମାନଙ୍କ ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ। ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 11। ଜିରୁସାଲମରେ ନେତୃବୃନ୍ଦ। ପୁଣି ଲୋକମାନଙ୍କ ଅଧିପତିବର୍ଗ ଜିରୁସାଲମରେ ବାସ କଲେ। ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଜିରୁସାଲମରେ ବାସ କରିବା ନିମନ୍ତେ ପ୍ରତି 10 ଜଣ ମଧ୍ୟରୁ 1 ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ 9 ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ। ଆଉ ଯେଉଁମାନେ ଜିରୁସାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ। ପ୍ରଦେଶରେ ଏହି ପ୍ରଧାନ ବର୍ଗ ଜିରୁସାଲମରେ ବାସ କଲେ। ମାତ୍ର ଜିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍ ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥିନୀୟମାନେ ଓ ସଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ। ପୁଣି ଜିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମିନର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଜିରୁସାଲମରେ ବାସ କଲେ। ଜିହୁଦାର ସନ୍ତାନଗଣ ମଧ୍ୟରୁ ଉସିୟର ପୁତ୍ର ଅଥାୟ, ସେହି ଉସିୟ ଜିଖରିୟର ପୁତ୍ର, ଜିଖରିୟ ଅମରିୟର ପୁତ୍ର, ଅମରିୟ ସଫଟିୟର ପୁତ୍ର, ସଫଟିୟ ମହଲେଲର ପୁତ୍ର, ମହଲଲେଲ ପେରସ ସନ୍ତାନଗଣ ମଧ୍ୟରୁ ଜଣେ। ଆଉ ବାରୁକର ପୁତ୍ର ମାସେୟ, ସେହି ବାରୁକ କଲହୋସିର ପୁତ୍ର, କଲହୋସି ହସାୟର ପୁତ୍ର, ହସାୟ ଅଦାୟର ପୁତ୍ର, ଅଦାୟ ଜୟାରିବର ପୁତ୍ର, ଜୟାରିବ ଜିଖରିୟର ପୁତ୍ର, ଜିଖରିୟ ସିଲୋନିର ପୁତ୍ର। ପେରସର ସନ୍ତାନ ସର୍ବସୁଦ୍ଧା 468 ଜଣ ବୀରପୁରୁଷ ଜିରୁସାଲାମରେ ବାସ କଲେ। ବିନ୍ୟାମିନର ସନ୍ତାନଗଣ ଯଥା ମସୁଲମର ପୁତ୍ର ସଲ୍ଲୁ, ସେହି ମସୁଲମ ଜୟେଦର ପୁତ୍ର, ଜୟେଦ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥିଏଲର ପୁତ୍ର, ଇଥିଏଲ ଜିସାୟାହର ପୁତ୍ର। ପୁଣି ତାହା ଛଡ଼ା ଗବୟ, ସଲ୍ଲୟ ଆଦି 928 ଜଣ। ଆଉ ଶିଖ୍ରିର ପୁତ୍ର ଜୋଏଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୁଇର ପୁତ୍ର ଜିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା। ଯାଜକମାନଙ୍କ ମଧ୍ୟରୁ ଯଥା ଜୟାରିବର ପୁତ୍ର ଜିଦଇୟ, ଜାଖିନ୍, ହିଲ୍କିୟର ପୁତ୍ର ସରାୟ, ସେହି ହିଲ୍କିୟ ମସୁଲମର ପୁତ୍ର, ମସୁଲମ ସାଦୋକର ପୁତ୍ର, ସାଦୋକ ମରାୟତର ପୁତ୍ର, ମରାୟତ ଅହିଟୁବର ପୁତ୍ର, ଅହିଟୁବ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା। ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ 822 ଜଣ ଥିଲେ। ପୁଣି ଜିରୋହମର ପୁତ୍ର ଅଦାୟା, ସେହି ଜିରୋହମ ପଲଲିୟର ପୁତ୍ର, ପଲଲିୟ ଅମ୍ସିର ପୁତ୍ର, ଅମ୍ସି ଜିଖରିୟର ପୁତ୍ର, ଜିଖରିୟ ପଶହୁରର ପୁତ୍ର, ପଶହୁର ମଲ୍କିୟର ପୁତ୍ର। ପୁଣି ଅଦାୟାର ଭ୍ରାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ। ଅସରେଲର ପୁତ୍ର ଅମସୟ, ସେହି ଅସରେଲ ଅହସୟର ପୁତ୍ର, ଅହସୟ ମସିଲେମତର ପୁତ୍ର, ମସିଲେମତ ଇମରର ପୁତ୍ର। ଆଉ ସେମାନଙ୍କ ଭ୍ରାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ। ଓ ହଗଦୋଲିମର ପୁତ୍ର ସବ୍ଦିଏଲ ସେମାନଙ୍କର ଅଧ୍ୟକ୍ଷ ଥିଲା। ଲେବୀୟମାନଙ୍କ ମଧ୍ୟରୁ ଯଥା ହସୁବର ପୁତ୍ର ସମୟ, ସେହି ହସୁବ ଅଶ୍ରିକାମର ପୁତ୍ର, ଅଶ୍ରିକାମ ହସବିୟର ପୁତ୍ର, ହସବିୟ ବୁନିର ପୁତ୍ର। ଆହୁରି ଲେବୀୟ ପ୍ରଧାନ ବର୍ଗ ମଧ୍ୟରୁ ସବଥୟ ଓ ଯୋସାବଦ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ। ଆଉ ଆସଫର ବଂଶଜାତ ଶବ୍ଦିର ପୌତ୍ର ମିକାର ପୁତ୍ର ମତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକବୁକିୟ ଦ୍ୱିତୀୟ ଥିଲା। ପୁଣି ଜିଦୁଥନ ବଂଶଜାତ
ଗାଲାଲର ପୌତ୍ର ସମୂୟର ପୁତ୍ର ଅବ୍ଦ ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା 284 ଜଣ ଥିଲେ। ଆହୁରି ଦ୍ୱାରପାଳ ଅକୁବ, ଟଲମନ ଓ ନଗର ଦ୍ୱାର ସମୂହରେ ପ୍ରହରୀ କର୍ମକାରୀ ସେମାନଙ୍କ ଭ୍ରାତୃଗଣ 172 ଜଣ ଥିଲେ। ପୁଣି ଇସ୍ରାଏଲର ଯାଜକମାନଙ୍କର ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଜିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ। ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ। ଆଉ ସିହୋ ଓ ଗିସ୍ପ ନଥିନୀୟମାନଙ୍କର ଅଧ୍ୟକ୍ଷ ଥିଲେ। ଆସଫ ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମିକାର ବୃଦ୍ଧ ପ୍ରପୌତ୍ର, ମତନିୟର ପ୍ରପୌତ୍ର, ହସବିୟର ପୌତ୍ର, ବାନିର ପୁତ୍ର ଓସି ଜିରୁସାଲାମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା। ସେ ମଧ୍ୟ ପରମେଶ୍ୱରଙ୍କ ଗୃହ କାର୍ଯ୍ୟର ତତ୍ତ୍ୱାବଧାରଣ କଲା, କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା। ଓ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା। ଆଉ ଜିହୁଦାର ପୁତ୍ର ସେରହର ବଂଶଜାତ ମସେସବେଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା। ଅନ୍ୟ ସହର ଓ ନଗରବାସୀମାନେ ପୁଣି ଜିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ ଅର୍ଥାତ୍ କିରିୟତ୍ ଅର୍ବ ଓ ତହିଁର ଉପନଗରରେ, ଦିବନ ଓ ତହିଁର ଉପନଗରରେ, ଜିକବ ସେଲ ଓ ତହିଁର ଗ୍ରାମରେ, ଆଉ ଜେସୁୟରେ, ମୋଲାଦାରେ ଓ ବେତ୍ ପେଲଟରେ, ଆଉ ହତ୍ସର ସୁୟାଲରେ, ବେରସେବା ଓ ତହିଁର ଉପନଗରରେ, ଆଉ ସିକ୍ଲୋଗରେ, ମକୋନା ଓ ତହିଁର ଉପନଗରରେ, ଆଉ ଐନ୍ ରିମୋଣରେ, ସରାୟରେ ଓ ଜର୍ମୁତରେ, ସାନହ, ଅଦୁଲମ ଓ ତହିଁର ଗ୍ରାମରେ, ଲାଖିସ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହି ରୂପେ ସେମାନେ ବେରସେବାଠାରୁ ହିନ୍ନମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ। ବିନ୍ୟାମିନ୍ ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ ମିକ୍ମସ୍ ଓ ଅୟାରେ, ବେଥେଲ ଓ ତହିଁର ଉପନଗରରେ, ଅନାଥୋତ, ନୋବ ଓ ଅନନିଆରେ, ହାସୋର, ରାମା, ଗିତଇମରେ, ହାଦିଦ, ସବୋଇମ, ନବଲ୍ଲାଟରେ, ଲୋଦ୍ ଓ ଓନ୍ନୋ ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। ଆଉ ଜିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମିନ୍ ସହିତ ସଂଯୁକ୍ତ ହେଲେ। ନିହିମିୟାଙ୍କ ପୁସ୍ତକ ଅଧ୍ୟାୟ 12। ଯାଜକ ଓ ଲେବୀୟ। ଯେଉଁ ଯାଜକମାନେ ଓ ଲେବୀୟମାନେ ସଲ୍ଟିଏଲର ପୁତ୍ର ଜିରୁବାବିଲ ଓ ଜେସୁୟ ସଙ୍ଗେ ଆସିଥିଲେ, ସେମାନେ ଏହି ଯଥା ସରାୟ, ଜିରିମିୟ, ଏଜ୍ରା, ଅମରିୟ, ମଲ୍ଲୁକ, ହଟୁସ୍, ସଖନିୟ, ରହୁମ, ମରେମୋତ, ଇଦ୍ଦୋ, ଗିନଥୋୟ, ଅବିୟ, ମିୟାମିନ୍, ମୟଦୀୟ, ବିଲଗା, ସମୟୀୟ ଓ ଜୟାରିବ, ଦିଦୋଇୟ, ସଲ୍ଲ, ଆମକ, ହିଲକିୟ, ଜିଦୋଇୟ। ଏମାନେ ଜେସୁୟଙ୍କ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭ୍ରାତୃଗଣଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଲେବୀୟମାନେ ଯଥା ଜେସୁୟ, ବିନୁଇ, କଦ୍ମିଏଲ, ସେରେବିୟ, ଜିହୁଦା ଓ ମତନିୟ। ଏହି ମତନିୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ ସେବାର ଅଧ୍ୟକ୍ଷ ଥିଲେ। ମଧ୍ୟ ସେମାନଙ୍କର ଭ୍ରାତା ବକବୁକିୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀ କର୍ମ କଲେ। ପୁଣି ଜେସୁୟର ପୁତ୍ର ଜୋୟାକିମ୍, ଜୋୟାକିମ୍ର ପୁତ୍ର ଇଲିଆସିବ ଓ ଇଲିଆସିବର ପୁତ୍ର ଜୋୟାଦ, ଜୋୟାଦର ପୁତ୍ର ଜୋନାଥନ ଓ ଜୋନାଥନର ପୁତ୍ର ଯଦୁୟ। ପୁଣି ଜୋୟାକିମ୍ର ସମୟରେ ଏହି ଯାଜକମାନେ ପିତୃବଂଶ ପ୍ରଧାନ ଥିଲେ, ଯଥା ସରାୟ ବଂଶର ମରାୟ, ଜିରିମିୟ ବଂଶର ହନାନିୟ, ଏଜ୍ରା ବଂଶର ମସୁଲମ, ଅମରିୟ ବଂଶର ଜିହୋହାନନ, ମଲ୍ଲୁକି ବଂଶର ଜୋନାଥନ, ସବନିଆ ବଂଶର ଯୋସେଫ, ହାରିମ ବଂଶର ଅଦନ, ମରାୟତ ବଂଶର ହିଲକୟ, ଇଦ୍ଦୋ ବଂଶର ଜିଖରିୟ, ଗିନଥନ ବଂଶର ମସୁଲମ, ଅବିୟ ବଂଶର ଶିଖ୍ରି, ମିନ୍ୟାମିନ ବଂଶର ମୟଦୀୟ ବଂଶର ପିଲ୍ଟେୟ, ବିଲଗା ବଂଶର ସମୂୟ, ସମୟ ବଂଶର ଜିହୁନାଥନ, ଆଉ ଜୟାରି ବଂଶର ମତନୟ, ଜିଦୋଇୟ ବଂଶର ଉସି, ସଲ୍ଲୟ ବଂଶର କଲ୍ଲୟ, ଆମକ ବଂଶର ଏବର, ହିଲକିୟ ବଂଶର ହସବିୟ, ଜିଦୋଇୟ ବଂଶର ନଥନେଲ। ଇଲିଆସିବ, ଜୋୟାଦ ଓ ଜୋହାନନ ଓ ଯଦୁୟ ସମୟରେ ଲେବୀୟମାନେ ମଧ୍ୟ ପାରସିକ ଦାରିଆ ବସ୍ର ଅଧିକାର ସମୟରେ ଯାଜକମାନେ ପିତୃବଂଶ ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ। ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିଆସିବର ପୁତ୍ର ଜୋହାନନର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା। ଲେବୀୟମାନଙ୍କର ପ୍ରଧାନଗଣ ହସବିୟ, ସେରେବିୟ ଓ କଦ୍ମିଏଲର ପୁତ୍ର ଜେସୁୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।
ମତନୀୟ ଓ ବକବୁକୀୟ, ଓବଦୀୟ, ମସୁଲମ, ଟଲମୋନ, ଅକ୍କୁବ ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର ଗୃହ ସକଳର ପ୍ରହରୀ କର୍ମ କଲେ। ଏମାନେ ଯୋସାଦକର ପୌତ୍ର ଜେସୁୟର ପୁତ୍ର ଜୋୟାକିମ୍ ସମୟରେ, ଆଉ ଶାସନକର୍ତ୍ତା ନିହିମିଆ ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ। ପ୍ରାଚୀର ଉତ୍ସର୍ଗୀକରଣ। ଏଥି ଉତ୍ତାରେ ଜିରୁସାଲାମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଜିରୁସାଲାମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ। ଆଉ ଗାୟକମାନଙ୍କ ସନ୍ତାନଗଣ ଜିରୁସାଲାମର ଚତୁର୍ଦିଗସ୍ଥିତ ପଦାଭୂମିରୁ ଓ ନଟଫାତିୟମାନଙ୍କ ନାନା ଗ୍ରାମରୁ ମଧ୍ୟ ବେତ୍ ଗିଲଗଲରୁ ଆଉ ଗେବା ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ। କାରଣ ଗାୟକମାନେ ଜିରୁସାଲାମର ଚତୁର୍ଦିଗରେ ଆପଣମାନଙ୍କ ପାଇଁ ଗ୍ରାମ ବସାଇଥିଲେ। ପୁଣି ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ସୂଚୀ କଲେ। ଆଉ ସେମାନେ ଲୋକମାନଙ୍କୁ ଓ ଦ୍ୱାର ସବୁ ଓ ପ୍ରାଚୀର ସୂଚୀ କଲେ। ଏଥି ଉତ୍ତାରେ ମୁଁ ଜିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ 2 ମହାଦଳ ନିଯୁକ୍ତ କଲି। ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀର ଉପର ଦେଇ ଖତ ଦ୍ୱାର ଆଡ଼କୁ ଗଲେ। ପୁଣି ସେମାନଙ୍କ ପଛେ ହୋସେଇୟ ଓ ଜିହୁଦାର ଅଧିପତିବର୍ଗର ଅର୍ଦ୍ଧେକ, ଆଉ ଅସରୀୟ, ଏଜ୍ରା ଓ ମସୁଲମ, ଜିହୁଦା ଓ ବିନ୍ୟାମିନ ଓ ସମୟ ଓ ଜିରିମିୟ ଓ କେତେକ ଯାଜକ ସନ୍ତାନ ତୁରୀ ନେଇ ଗମନ କଲେ। ଆସଫ ବଂଶଜାତ ଶକୁରର ବୃଦ୍ଧ ପ୍ରପୌତ୍ର, ମିଖାୟର ପ୍ରପୌତ୍ର, ମତନିୟର ପୌତ୍ର, ସମୟର ପୁତ୍ର ଯେ ଜୋନାଥନ, ତାହାର ପୁତ୍ର ଜିଖରିୟ ଓ ତାହାର ଭ୍ରାତୃଗଣ ସମୟ ଓ ଅସରେଲ, ମିଲେଲୟ, ଗିଲେଲୟ, ମାଇୟ, ନଥନେଲ ଓ ଜିହୁଦା, ହନାନି ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ। ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲେ। ପୁଣି ସେମାନେ ନିର୍ଝର ଦ୍ୱାର ନିକଟ ହୋଇ ଆପଣମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ ନଗରର ପାହାଚ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ। ପୁଣି ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ। ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ। ଆଉ ଇଫ୍ରାଇମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟ ଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ। ଏହି ରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି 2 ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ, ଆଉ ଇଲିଆକିମ୍, ମାସେୟ, ମିନ୍ୟାମିନ, ମିଖାୟ, ଇଲିଓ-ଐନୟ, ଜିଖରିୟ, ହନାନୀୟ, ତୁରୀବାଦକ ଏହି ଯାଜକମାନେ, ଆଉ ମାସେୟ ଓ ସମୟ ଓ ଇଲିଆସର ଓ ଉସି ଓ ଜିହୋହାନନ ଓ ମଲକିୟ ଓ ଏଲମ ଓ ଏସର, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଜିସ୍ରହୀୟ ଉଚ୍ଚସ୍ୱରରେ ଗାନ କଲେ। ପୁଣି ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ, କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଜିରୁସାଲାମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ମନ୍ଦିର ପରିଚର୍ଯ୍ୟା। ପୁଣି ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତ ହେଲେ। କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଜିହୁଦା ଆନନ୍ଦିତ ହୋଇଥିଲା। ପୁଣି ସେମାନେ ଦାଉଦ ଓ ତାଙ୍କର ପୁତ୍ର ସଲୋମନଙ୍କର ଆଜ୍ଞାନୁସାରେ ଆପଣମାନଙ୍କ ପରମେଶ୍ୱରଙ୍କ ସେବା କଲେ ଓ ସୂଚୀ ହେଲେ। ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ। କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା। ପୁଣି ଜିରୁବାବିଲ ଓ ନିହିମିଆଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରଣ ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ। ନିହିମିଆଙ୍କ ପୁସ୍ତକ ଅଧ୍ୟାୟ 13। ବିଦେଶୀମାନଙ୍କ ଠାରୁ ପୃଥକୀକରଣ। ସେହି ଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ।
ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ ଅମନୀୟ ଓ ମୋୟାବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ, କାରଣ ସେମାନେ ଅନ୍ନ ଓ ଜଳ ନେଇ ଇସ୍ରାଏଲ ସନ୍ତାନଗଣକୁ ସାକ୍ଷାତ କଲେ ନାହିଁ, ମାତ୍ର ସେମାନଙ୍କୁ ଅଭିଶାପ ଦେବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ବିଲିୟମକୁ ବେତନ ଦେଲେ। ତଥାପି ଆମ୍ଭମାନଙ୍କର ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ। ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ। ନିହିମିୟାଙ୍କ ସଂସ୍କାର। ଏଥିପୂର୍ବେ ଇଲିଆସିବ ଯାଜକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରୀ ସକଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଓ ସେ ଟୋବିୟର କୁଟୁମ୍ବ ଥିଲା। ଇଲିଆସିବ ଟୋବିୟ ନିମନ୍ତେ ଏକ ବୃହତ୍ କୋଠରୀ ପ୍ରସ୍ତୁତ କରିଥିଲା। ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ। ମାତ୍ର ମୁଁ ଏସବୁ ସମୟରେ ଜେରୁସାଲେମରେ ନଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ୱର 32 ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ଉତ୍ତାରେ ରାଜାଙ୍କୁ ବିଦାୟ ପାଇଁ ଅନୁମତି ମାଗିଲି। ଏ ଉତ୍ତାରେ ମୁଁ ଜେରୁସାଲେମକୁ ଆସି ଇଲିଆସିବ ଟୋବିୟ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ଭୁଲ କରିଥିଲା ତାହା ବୁଝିଲି। ଏଥିରେ ମୁଁ ଅତ୍ୟନ୍ତ କ୍ରୋଧିତ ହୋଇ ସେହି କୋଠରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ଫୋପାଡ଼ିଦେଲି। ତହୁଁ ମୁଁ ଆଜ୍ଞା କରନ୍ତେ ସେମାନେ କୋଠରୀ ସବୁ ସୂଚୀ କଲେ, ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହ ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି। ଆହୁରି ମୁଁ ଦେଖିଲି ଯେ ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଇ ନଥିଲା। ତେଣୁ ପ୍ରତ୍ୟେକ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ମନ୍ଦିର ଛାଡ଼ି ଆପଣା ଆପଣା ଭୂମିକୁ ଗଲେ। ତହିଁରେ କାହିଁକି ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି, ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି। ପୁଣି ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି। ତହୁଁ ସମଗ୍ର ଜିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ। ତହିଁରେ ମୁଁ ସେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାର ସମୂହର ଅଧ୍ୟକ୍ଷ କଲି। ସେମାନଙ୍କ ତଳେ ମତନିୟର ପୁତ୍ର ସକୁରର ପୁତ୍ର ହାନନ ରହିଲା, କାରଣ ସେମାନେ ବିଶ୍ୱସ୍ତ ଥିଲେ। ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା। ଏ ମୋହର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର, ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି, ମୋହର କୃତ ସେହି ସୁକର୍ମ ସବୁ ଲିଭାଇ ନ ଦିଅ। ସେହି ସମୟରେ ମୋ ଜିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମ ବାରରେ ଦ୍ରାକ୍ଷା ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝାଇ କରିବାର ମଧ୍ୟ ବିଶ୍ରାମ ବାରରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଓ ସର୍ବପ୍ରକାର ବୋଝ ଜେରୁସାଲେମକୁ ଆଣିବାର ଦେଖିଲି। ପୁଣି ଯେଉଁ ଦିନ ସେମାନେ ଭକ୍ଷ୍ୟଦ୍ରବ୍ୟ ବିକ୍ରୟ କଲେ, ସେହି ଦିନ ମୁଁ ସେମାନଙ୍କ ଚେତାବନୀ ଦେଲି। ମଧ୍ୟ ନଗରରେ ସୋରିୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ସର୍ବପ୍ରକାର ବିକ୍ରୟ ଦ୍ରବ୍ୟ ଆଣି ବିଶ୍ରାମ ବାରରେ ଜିହୁଦାର ସନ୍ତାନଗଣ ନିକଟରେ ଓ ଜେରୁସାଲେମରେ ବିକ୍ରି କଲେ। ତହିଁରେ ମୁଁ ଜିହୁଦାର ନେତାମାନଙ୍କ ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, ତୁମ୍ଭେମାନେ ବିଶ୍ରାମ ବାର ଅପବିତ୍ର କରି ଏ କି କୁକର୍ମ କରୁଅଛ? ତୁମ୍ଭମାନଙ୍କ ପିତୃପୁରୁଷମାନେ କ'ଣ ଏପରି କାର୍ଯ୍ୟ କଲେ ନାହିଁ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମ ବାର ଅପବିତ୍ର କରି ଇସ୍ରାଏଲ ଉପରକୁ ଆହୁରି କୋପ ଆଣୁଅଛ। ଏ ଉତ୍ତାରେ ବିଶ୍ରାମ ବାର ପୂର୍ବେ ଜେରୁସାଲେମର ଦ୍ୱାର ସବୁ ଅନ୍ଧାର ହେବାକୁ ଲାଗିବା ବେଳେ ମୁଁ କବାଟ ସବୁ ବନ୍ଦ କରିବାକୁ ଆଜ୍ଞା ଦେଲି। ଆହୁରି ବିଶ୍ରାମ ବାର ଗୋତ ନୋହିବା ପର୍ଯ୍ୟନ୍ତ ମେଲା ନ କରିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ବାର କୌଣସି ବୋଝ ଭିତରକୁ ଅଣା ନ ଯିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାର ସମୂହରେ ନିଯୁକ୍ତ କଲି। ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ 1-2 ଥର ଜେରୁସାଲେମ ବାହାରେ ରାତ୍ରି କ୍ଷେପଣ କଲେ। ତହିଁରେ ମୁଁ ସେମାନଙ୍କୁ ଚେତାବନୀ ଦେଇ ସେମାନଙ୍କୁ କହିଲି, ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି କ୍ଷେପଣ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି। ସେହି ସମୟଠାରୁ ସେମାନେ ଆଉ ବିଶ୍ରାମ ବାରରେ ଆସିଲେ ନାହିଁ। ଏ ଉତ୍ତାରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ବାର ପବିତ୍ର କରିବା ନିମନ୍ତେ ଆପଣା ଆପଣାକୁ ସୂଚୀ କରିବାକୁ ଓ ଆସି ଦ୍ୱାର ସବୁ ରକ୍ଷା କରିବାକୁ ଆଜ୍ଞା କଲି। ହେ ମୋହର ପରମେଶ୍ୱର, ମୋ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଦୟାର ମହତ୍ୱାନୁସାରେ ମୋତେ ରକ୍ଷା କର।
ସେହି ସମୟରେ ମଧ୍ୟ ଯେଉଁ ଜିହୁଦୀୟମାନେ ଅସ୍ଦୋଦ, ଅମ୍ମନ ଓ ମୋୟାବ ଦେଶିଆ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ ସେମାନଙ୍କୁ ମୁଁ ଦେଖିଲି। ପୁଣି ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ ଓ ଜିହୁଦୀୟ ଭାଷାରେ କଥାବାର୍ତ୍ତା କରିପାରିଲେ ନାହିଁ, ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ କଥା କହିଲେ। ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି। ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। ଇସ୍ରାଏଲର ରାଜା ସଲୋମନ କି ଏସବୁ କାର୍ଯ୍ୟ ଦ୍ୱାରା ପାପ କରିନଥିଲେ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନଥିଲେ ଓ ସେ ଆପଣା ପରମେଶ୍ୱରଙ୍କର ପ୍ରିୟ ପାତ୍ର ଥିଲେ। ପୁଣି ପରମେଶ୍ୱର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ। ତେବେ ବିଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିବା ଦ୍ୱାରା ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ଏହିସବୁ ମହାପାପ କରିବାକୁ କି ଆମ୍ଭେମାନେ ତୁମ୍ଭମାନଙ୍କ କଥା ଶୁଣିବୁ? ତହୁଁ ଇଲିଆସିବ ମହାଯାଜକର ପୌତ୍ର ଜିହୋୟାଦାର ଏକ ପୁତ୍ର ପୌରଣୀୟ ସନବଲଟର ଜୁଆଇଁ ଥିଲା। ତେଣୁ ମୁଁ ତାହାକୁ ଆପଣ ନିକଟରୁ ତଡ଼ିଦେଲି। ଏ ମୋହର ପରମେଶ୍ୱର ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ ପଦକୁ ଆଉ ଯାଜକ ପଦର ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି। ଏହି ରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କ ଠାରୁ ପରିଷ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟାନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି। ଆଉ ନିରୂପିତ ସମୟରେ କାଷ୍ଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋହର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।